ଅନୁଷ୍ଠାନ ମୋର ପରମେଶ୍ୱର ପରମାତ୍ମା ପାଖରେ ମୁଁ ମୋର କୃତଜ୍ଞତା ଜଣାଉଛି। ସମସ୍ତେ ମା ମାନେ ବନ୍ଧୁମାନେ ସମସ୍ତେ ଏଇଠି ଏକଜୁଟ ହେବେ। ଏଇ ପ୍ରତି ମାସିକ 6 ଲାଖ ଆଜି ସତ୍ସଙ୍ଗ କାର୍ଯ୍ୟକ୍ରମ ଅଛି, ଯିଏକି ଆମର ପୂର୍ବ ସଂସ୍କାର ଥିବାରୁ ଆଜି ଆମେ ଏଠି ସତ୍ସଙ୍ଗ କାମ କରୁଛେ। ଯିଏକି ଭାଗବତ ପାଠ କରାଉଛି, ଧର୍ମଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ। ସବୁଠୁ ଶ୍ରେଷ୍ଠ ଶାସ୍ତ୍ର ହେଲା ମାନେ ଭାଗବତ। ଭାଗବତ କାହିଁକି ମୁଖ୍ୟ ଶ୍ରେଷ୍ଠ ଶାସ୍ତ୍ର କରାଗଲା, ଯୋଉଟା କି ଆତ୍ମାର ମୁଖ୍ୟ ଲକ୍ଷ୍ୟ, ଏ ଶରୀରର ଯୋଉ ଜନ୍ମ ହେଇଯାଏ ତାର ମୁଖ୍ୟ ଲକ୍ଷ୍ୟ ହେଉଛି କଣ ନା ଈଶ୍ୱର ପ୍ରାପ୍ତି ହବା ବା ନିର୍ବାଣ ପ୍ରାପ୍ତି ହବା ବା ଦୁଃଖ ସୁଖରୁ ରହିତ ହବା। ସେ ଯୋଗୁଁ ଆଜି ଭାଗବତ ଯୋଉଠି ଅଛି, ସେ ଭାଗବତରେ ଆମକୁ 4ଟି ଜିନିଷ ଆମକୁ ମିଳିବ। ଗୋଟେ ହଉଛି କଣ ନା ଜ୍ଞାନ ଆଉ ବୈରାଗ୍ୟର ପ୍ରାପ୍ତି ହେଇପାରିବା। ଦ୍ୱିତୀୟରେ ଆମେ ଯେତିକି କିଛି ଖରାପ କର୍ମ ବା କୁକର୍ମ କରି ନିମ୍ନଗାମୀ ହେଇଯାଇଥିବା ବା ଭୂତ ପ୍ରେତ ହେଇକି ବୁଲୁଥିବା ସେଥିରେ ସଦ୍ଗତି ଲାଭ କରିପାରିବା। କିନ୍ତୁ ଏ ଭାଗବତ ତତ୍ତ୍ୱଟା ନେଇ ଭାଗବତ ଏକାଦଶ ସ୍କନ୍ଧ ସେଇ ତତ୍ତ୍ୱ ନିହିତ, ସେ ତତ୍ତ୍ୱ ନିହିତ ଯଦି ପ୍ରକୃତରେ ଉଦ୍ଭୋଧ କରିକି କର୍ଣ୍ଣ ଗୃହରେ ଯଦି ଆପଣ ଶୁଣିପାରିବେ, ତାହେଲେ ଆପଣଙ୍କର ନିଶ୍ଚିତ ନିଶ୍ଚୟ କର୍ମ କରିବା ଚାହୁଁନି, ଆପଣ ଶୁଣନ୍ତୁ। ଶୁଣିବା ପରେ ଅଟୋମେଟିକ୍ ହେଇଯିବ। ସେ ଯୋଗୁଁ ଗୀତାରେ ଆମର ପ୍ରଥମେ କହୁଛି ବିଷାଦ ଯୁଗ ପରେ ଅର୍ଜୁନ ଯେତେବେଳେ ବିଷାଦ ଭାବ ସୃଷ୍ଟି ହେଇଛି, ଚଞ୍ଚଳ ମନ ତିଆରି ହେଇଯାଇଛି, ସେଠି ଭାବିଛି ମୁଁ କ'ଣ କରିବି, ମୋ ଭାଇ ବନ୍ଧୁ ଯୁଦ୍ଧ କରିବି। ଅର୍ଜୁନ ଏଠୁ କ'ଣ କହିଲେ, ଦ୍ୱିତୀୟ ଅଧ୍ୟାୟ କ'ଣ କହିଲେ ନା ଜ୍ଞାନ ଯୋଗ। ଆଗ କିଛି ବୁଝେଇଲେ, ତାକୁ କହିଲେ, କହିବା ପରେ ଦ୍ୱିତୀୟ ଷ୍ଟେଜ୍ କଲା ପରେ ତୃତୀୟ ଅଧ୍ୟାୟ କଲେ କର୍ମ ଯୋଗ। ଆଗ ଶୁଣିବାକୁ ସେ କହିଲେ, ଅର୍ଜୁନ ତୁ ଆଗ ମନ ଇଚ୍ଛା ସବୁ ଶୁଣେ, ମୁଁ ଯାହା ବୁଝେ ଆଗ କାନ ଭିତରେ ଭର୍ତ୍ତି କରେ, ତାପରେ ତୁ କର୍ମ କରିବି। କାହିଁକିନା ନ ଜାଣିଲା ପରେ ତ କର୍ମ କରିପାରିବା ନାହିଁ। ଏଠି ବର୍ତ୍ତମାନ କହିଲା ଯେ ଯୋଗ ମାର୍ଗ ହେଉଛି 3ଟି ମାର୍ଗରେ ଆମେ ଗତି କରିବା। ପ୍ରଥମେ ହେଲା କର୍ମ ଯୋଗ, କର୍ମ କର କିନ୍ତୁ ଫଳ ପାଇଁ ଆଶା କର ରଖ ନାହିଁ, ଗୋଟିଏ ମାର୍ଗ ହେଲା। ଦ୍ୱିତୀୟ ହେଉଛି କ'ଣ ନା ଜ୍ଞାନ ଯୋଗ। ଜ୍ଞାନ ଅଛି କିଛି ଜାଣ, ଗବେଷଣା କର, କିନ୍ତୁ ଆସକ୍ତିହୀନ ଭାବରେ କର୍ମ ଯୋଗ କର। ଜ୍ଞାନଟା ଆସକ୍ତି ମାର୍ଗ ହଉ। ପ୍ରବଚନ ଦଉଛନ୍ତି, ଭାଷଣ ଦଉଛନ୍ତି, ଭଲ ଭଲ ପ୍ରବଚନ କହୁଛନ୍ତି, ସେଟା ହେଲା ଜ୍ଞାନ, ଜ୍ଞାନ ଯଜ୍ଞ କୁହାଯାଏ। ଆଜ୍ଞା ଏଥିରେ କ'ଣ ହେଉଛି ନା ରାତିରେ ପ୍ରବଚନ କଲେ 10,000 ଟଙ୍କା ନହେଲେ ହବ। ତାହେଲେ କ'ଣ ହେଲା ନା ତାଙ୍କର ଧନ ବି ଆଇଛନ୍ତି, ଗୋଟେ ଶିଖିଛନ୍ତି, କିନ୍ତୁ ତାଙ୍କର ହେଉଛି ବ୍ୟବସାୟ କ୍ଷେତ୍ରରେ ମୁଁ ରୋଜଗାର, ତା ଦ୍ୱାରା କିଛି ଫଳପ୍ରଦ ହେଇପାରିବ ନାହିଁ। ଯଦି ନିଷ୍କାମ ଭାବ ଆସିବ, ଆସକ୍ତି ଶୂନ୍ୟ ହେଲେ ଆପଣଙ୍କର ଈଶ୍ୱର ସତ୍ତା ଉପଲବ୍ଧି କରିବ। କେମିତି ଗୋଟେ ହେଉଛି ସମ୍ପର୍କ, ଗୋଟେ ହେଉଛି ଗଣନା, ଗୋଟେ ସମ୍ପର୍କ ହେଉଛି ନିତ୍ୟ ସମ୍ପର୍କ, ଗୋଟେ ହେଉଛି ଅନିତ୍ୟ ସମ୍ପର୍କ। ଆମେ ପିଲାମାନେ ନିଜେ ଯେଉଁ ସମ୍ପର୍କ ଅଛି, କୋଉ ସମ୍ପର୍କ ଦେଖନ୍ତୁ, ଆପଣ ଗୋଟେ ପୁଅଟେ ଜନ୍ମ ହେଲା, ପୁଅଟେ ହେଲା, ବାପା ମା ସହିତ ସମ୍ପର୍କ ହେଲା, ପୁଅଟି ବିବାହ ହେଲା, ବୋହୂଟି ଆସିଲା, ସମ୍ପର୍କ ବଢ଼ିଲା ନା ନାହିଁ, ତା ସହିତ ସମୁଦାୟ ସହିତ ସମ୍ପର୍କ ବଢ଼ିଲା, ଚାକିରି କଲା, ବନ୍ଧୁବାନ୍ଧବ ବା ଅଫିସର ମାନଙ୍କ ସମ୍ପର୍କ ବଢ଼ିଲା, ଦ୍ୱିତୀୟ ସମସ୍ତେ ସମ୍ପର୍କ ବଢ଼ିଲା। ଇଏ କୋଉ ସମ୍ପର୍କ କୁହାଯାଏ? କହୁଛି ଅନିତ୍ୟ ସମ୍ପର୍କ। ଇଏ ଆଜି କାଲି ପଳେଇଯିବ। ଆମେ ସମାଜ ଭିତରେ ଯେତେ ସମ୍ପର୍କ ଅଛି ଅନିତ୍ୟ ଗୋଟିଏ ସମ୍ପର୍କ। ନିତ୍ୟ ସମ୍ପର୍କ କୋଉଟା ନା ଆତ୍ମା ପରମାତ୍ମା ଯେତେବେଳେ ଆମେ ଯୋଗ କରିଦେବା, ଏଇଟା ହେଲା ନିତ୍ୟ ସମ୍ପର୍କ। କେମିତି ଏଇ ଶରୀର, ଏଇ ମନ ବୁଦ୍ଧି ଚିତ୍ତ ଅହଙ୍କାର ରୂପକ ଯୋଉ ଅନ୍ତଃକରଣରେ ଆତ୍ମାକୁ ନେଇ ପରମାତ୍ମା, କିନ୍ତୁ ଦେଖନ୍ତୁ ସବୁ କ୍ଷେତ୍ରରେ ଆତ୍ମାର ପରମାତ୍ମା ସଦାବେଳେ ନିତ୍ୟ ସମ୍ପର୍କ ନା ନାଇଁ। ଆମର ଆଖି ନାକ କାନ ପାଟି ଅଛି ନା ନାଇଁ, ସେ ନିତ୍ୟ ସମ୍ପର୍କ। କେମିତି ସବୁ ଆଖି ଦେଖିପାରିଲା, ସେ ସମ୍ପର୍କ ସେତିକି, କାରଣ ଯେତିକି ଶୁଣା ସେତିକି, ନାସା ଆଗ୍ରହ କଲା ସେତିକି, ପାଟି କିଛି କହିଲା ସେତିକି। ତୁ 24 ଘଣ୍ଟା କି ସମ୍ପର୍କ ରଖୁଛି? କିଏ 24 ଘଣ୍ଟା କିଏ ସମ୍ପର୍କ ରଖୁଛି? ପବନ ପ୍ରାଣ। ଗୁରୁ ହେଇକି ବତାନ୍ତି ଯେ ତମେ ଅଜବା ଜପ କର, ବା କିଏ କହନ୍ତି ଗୁରୁ ନାମ, କିଏ ହଂସ ସହସ ମନ୍ତ୍ର ଦେଇଛନ୍ତି, କିଏ ରାମ ମରା ଦେଇଛନ୍ତି, କି ଯେଉଁ ପ୍ରକାର ଦିଅନ୍ତୁ, କିନ୍ତୁ ପବନ ଶତ୍ରୁକୁ ଦେଇଛନ୍ତି, ଯିଏକି ହେଉଛି ନିତ୍ୟ ସମ୍ପର୍କର ଯୋଗ ହେଉଛି ପବନ। ଯଦି ଆତ୍ମାକୁ ପରମାତ୍ମା ସହିତ ଯୋଗ ଦିଆ ହେଉଛି, ଆମର ନିତ୍ୟ ସମ୍ପର୍କ ହିଁ ଦରକାର। କିନ୍ତୁ ଏ ସମ୍ପର୍କ ରହିବ, କିନ୍ତୁ ଭାବି ନେବ ଯେ ଏ ସମ୍ପର୍କ ହେଉଛି ଅନିତ୍ୟ କ୍ଷଣିକ, ଇଏ ଆଜି ଅଛି କାଲି ପଡ଼ିବ। ଆଜି ଆଜ୍ଞା ଭଲ ପାଉନି, ଆଜ୍ଞା ଆପଣ ରାଗିଲେ ଆପଣ ଭଲ ପାଇବେ ନତରିକ, ପୁଅ ଯେତେ କହିଲା ପୋକା ମାରିବା ଯେ, କିନ୍ତୁ ଏ ସମ୍ପର୍କ ହେଉଛି ଅନିତ୍ୟ ସମ୍ପର୍କ, ନିତ୍ୟ ସମ୍ପର୍କ, କାରଣ ଇଏ ବିନାଶ ହେଇଯିବ। କିନ୍ତୁ ଆତ୍ମା ପରମାତ୍ମା ସହିତ ଯୋଗ ବି ଆମେ ନିତ୍ୟ ସମ୍ପର୍କ। ଆମେ ସମସ୍ତେ ଏଠି ବସି କ'ଣ ହେଇକି ନା ନିତ୍ୟ ସମ୍ପର୍କ ରଖିବା ଦରକାର। ଯେତେବେଳେ ଆତ୍ମା ପରମାତ୍ମା ସହିତ ଆମେ ନିତ୍ୟ ସମ୍ପର୍କ ରଖିଦେବା, ଆମର ଏଇଟା ସବୁ ଯାକ ଠିକ ବାଟକୁ ପଳେଇବା। ଶାରୀରିକ, ମନ, ପ୍ରାଣ, ହୃଦୟ ଆମର ଶୁଦ୍ଧ ପୂତ ପବିତ୍ରତା ଆସିଯିବ। ସେ ଯୋଉ କହିଲା ମାର୍ଗ ହେଉଛି ସ୍ୱର୍ଗ ନରକ ବେନିବାଣୀ ମହାଇ ଏକ ଧର୍ମେ ଜାଣିବା, ଏକ ଶାସ୍ତ୍ରରେ ଜାଣିବା। ଯେ ସ୍ୱର୍ଗ ନରକ ଏକ ବାରି କୋଉଟା ସେ ଛାଡ଼ନ୍ତୁ, ଆପଣ ଭିତରେ ସ୍ୱର୍ଗ ନରକ ପାତାଳ ଅଛି ନା ନାହିଁ? ଏଇଠୁ ଇଏ ହେଲା ସ୍ୱର୍ଗ, ବେକଠାରୁ ହେଉଛି ସ୍ୱର୍ଗ, ଇଏ ହେଲା ମର୍ତ୍ୟ, ଏଇଟା ହେଲା ପାତାଳ। ବେଶୀ ସମ୍ପର୍କ କୋଉଟା? ସ୍ୱର୍ଗ ନରକ। ଅର୍ଥ ଏଇ ଶରୀରର ଯୋଉ ଅଛି, ୟା ସହିତ ମୁଣ୍ଡରେ ଧରିଲା ସମ୍ପର୍କ। କାହିଁକି ନା ପ୍ରଥମ ଚକ୍ର କହିଲା ଯେ ସଂସାର ମୂଳାଧାର,
ମୂଳ ଆଧାର କିଏ? ମୂଳାଧାର ଚକ୍ର କୋଉଟା ନା ଗୃହ ଚକ୍ର ହଉଛି ମୂଳାଧାର ଚକ୍ର। ସିଏ ହଉଛି ଗୃହର ବା ସଂସାର କ୍ଷେତ୍ରର ମୁଖ୍ୟ କୋଉଟା? ଗୃହଦ୍ୱାର। କାହିଁକି ସଂସାରଟା କୋଉଠି ତିଆରି ହେଇଛି ନା ପଞ୍ଚଭୂତରେ ପୃଥିବୀ ଜଳ ଅଗ୍ନି ବାୟୁ ଆକାଶ। ପୃଥିବୀ ତତ୍ତ୍ୱ କୋଉଠି ପିଲେ ରହିଲା ନା ଗୃହ ଚକ୍ର ରହିଲା ପୃଥିବୀ ତତ୍ତ୍ୱ, ଲିଙ୍ଗରେ ରହିଲା ଜଳ ତତ୍ତ୍ୱ, ନାଭିରେ ରହିଲା ଅଗ୍ନି ତତ୍ତ୍ୱ, ହୃଦୟ ହେଲା ବାୟୁ ତତ୍ତ୍ୱ, ଗଣ୍ଠିରେ ଆକାଶ ତତ୍ତ୍ୱ ରହିଲା। ତାହେଲେ ଏ ଯୋଉ ପାଞ୍ଚଟାକ ତତ୍ତ୍ୱ ମୁଖ୍ୟ ତତ୍ତ୍ୱ କଣ ହେଲା? ପୃଥିବୀ ତତ୍ତ୍ୱ। ପୃଥିବୀ ତତ୍ତ୍ୱ କୋଉଠି ରହିଲା? ଗୃହଦ୍ୱାର। ଏଠି କହୁଛି ମୂଳବନ୍ଧ। ମୂଳବନ୍ଧ ଅର୍ଥ ମୂଳ ଦ୍ୱାରକୁ ତମେ ଆଇଛ। ମୂଳବନ୍ଧ କରିବା କଣ ଦରକାର? ତାର ବହୁତ ଅଛି। ମୁଁ ଥରେ ଗୁରୁ ପାଖ ପଚାରିଲି ଜଗନ୍ନାଥ ଦାସ ଗୁରୁ, ଆଜ୍ଞା କୁଣ୍ଡଳୀ ଜାଗ୍ରତ କେମିତି? ମୁଁ ବହି ପଢିଲି ସବୁ କରି କିନ୍ତୁ ଜାଣିପାରିଲି। ଯାହା ପଚାରିଲି ଆପଣ ବହି ପଢୁ ଗୋଟେ ପହଞ୍ଚିଲେ ଗୁରୁ ମତେ ଗୋଟିଏ ଗୁରୁ କାହିଁ କରାଯାଏ? ଗୁରୁ ଗୋଟେ କଥା କହିଲା ମାନେ ଆପଣଙ୍କୁ ଅଟୋମେଟିକ ଆସିଯିବ। ଏଇଠୁ ଦେଖିଲି ଗୁରୁ କହିଲେ କଣ ଜାଣିଲି ଏଇଟା? ମୁଁ ତ ବହି ପଢୁଛି ଜାଣିପାରେ, ସମସ୍ତଙ୍କ ବହି ପଢ। ଗୃହ ଦ୍ୱାରକୁ ସଂପୃକ୍ତ ପ୍ରସାରିତ କରିବା। ମୁଁ ବହି ପଢୁଛି ତୁ ଜାଣିପାରୁ ନାହିଁ। ମତେ ପଚାରିଲେ କିପରି କହିଲେ? ନା ଗାଈ ହଗିଲା ପରେ ମୋ ଗାଈଟା କଣ କରେ? କୁଚୁ କୁଚୁ କରେ ନା? ପ୍ରାକ୍ଟିକାଲ ବତେଇଦେଲେ ଗାଈଟା ହଗିଲେ ଠିକ ତମ ଗୃହ ଦ୍ୱାର ସଂପୃକ୍ତ ପ୍ରସାରିତ କର। ମୁଁ ବହି ପଢିଲି, ଦେଖିଲି ଅଶ୍ଵିନୀ ମୁଦ୍ରା। ଅଶ୍ଵିନୀ ମୁଦ୍ରାର ଅର୍ଥ ହଉଛି ଗୃହ ଦ୍ୱାରକୁ ସଂକୁଚିତ ପ୍ରସାରିତ କରିବା। ମୂଳବନ୍ଧ କୋଉଟା ନା ଗୃହ ଦ୍ୱାର ଚିପିକି ରଖିବା। ଚାଲିଲା, ପୁଣି ଚିପି ଦେଲେ ମୂଳବନ୍ଧ ହେଇଗଲା, ପୁଣି ଛାଡ଼ିଲେ ଅଶ୍ଵିନୀ ମୁଦ୍ରା ଚାଲିଲା। ମୋ ମନରେ ମୁଁ ପାଇଗଲି। ତେଣୁ ଗୁରୁଙ୍କର ଗୋଟିଏ ପଦ ହିଁ ମୋ ହୃଦୟ ଭିତରେ ସେଟା ଆସ୍ତେ ଆସ୍ତେ ଫେରିଗଲା। ତାପରେ ମୁଁ ଆସ୍ତେ ଆସ୍ତେ ବହି ପଢିକି ପୁଲନ୍ତି। ତେଣୁ ସେ ଯୋଉ ନିହାତି ସମସ୍ତଙ୍କର ଗୁରୁ କରିବା ଆବଶ୍ୟକ। ଆଉ ଗୁରୁ କୋଉ ଗୁରୁ ନା ଶିକ୍ଷା ଗୁରୁ ଆପଣ ଅନେକ କରିପାରିବେ। ନିହାତି ଗୋଟେ ତତ୍ତ୍ୱ ଆବଶ୍ୟକ। ତତ୍ତ୍ୱକୁ ତ ନ ରହିଲେ ତତ୍ତ୍ୱ ଜାଣିଲେ କୃତ ଭାନ୍ତି ଭବସାଗରରୁ। ତତ୍ତ୍ୱକୁ କଲେ ଆପଣଙ୍କୁ ତତ୍ତ୍ୱ ଦେଖେଇବେ। ସେ ଲାଇନରେ ଆପଣ ଆସ୍ତେ 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 ଜ୍ଞାନ କୋଉ ଗୁରୁ ଦେବେନି, ଗୁରୁ ପଥ ମାର୍ଗଦର୍ଶନ ଗୁରୁ ଦେଖେଇଦେବେ। ଆପଣ ଯଦି ସାଧନା ନ କରିବେ ତାହେଲେ କିଛି ହେଇପାରିବେନି। କିଛି ଗୁରୁ ହଜାର କହିଦେଲେ କଣ ହବ? ଶିଖେଇ ଦେଲେ କଣ ହବ?